କାହାଣୀ ପ୍ରଭୁଙ୍କ ଚମତ୍କାର ଯୋଗୁଁ ବଞ୍ଚିଗଲେ। କାଞ୍ଚି ରାଜକୁମାରୀଙ୍କ ଦେହରୁ ପ୍ରେତ ଛଡ଼ାଇବାରେ ନିଜର ବିଫଳତା ଓ ଶିଷ୍ୟ ରାମାନୁଜଙ୍କ ସଫଳତା ଯୋଗୁଁ ଈର୍ଷାନ୍ୱିତ ଆଚାର୍ଯ୍ୟ ଯାଦବ ପ୍ରକାଶ ତାଙ୍କୁ ମାରିଦେବାକୁ ଯୋଜନା କଲେ। ଶିଷ୍ୟମାନଙ୍କ ସହ ତୀର୍ଥାଟନରେ ବାହାରିଲେ। କୌଣସି ପ୍ରକାରେ ରାମାନୁଜ ଗୁରୁଙ୍କ ଷଡ଼ଯନ୍ତ୍ର ବିଷୟରେ ଜାଣିଗଲେ। ସନ୍ଧ୍ୟା ସମୟରେ ପାଣି ପିଇବା ବାହାନାରେ ଆଚାର୍ଯ୍ୟଙ୍କ ଅନୁମତି କ୍ରମେ ରାମାନୁଜ ଦକ୍ଷିଣ ମୁହାଁ ହୋଇ ଚାଲିଲେ। ବାଟରେ ଘଞ୍ଚ ଜଙ୍ଗଲ ପଡ଼ିଲା। ହିଂସ୍ରଜନ୍ତୁମାନଙ୍କର ମରଣାନ୍ତକ ଆକ୍ରମଣର ଭୟ ତାଙ୍କୁ ଏ ବିପତ୍ତିରୁ ଉଦ୍ଧାର କରିବା ପାଇଁ ବିକଳରେ ସେ ପ୍ରଭୁଙ୍କୁ ପ୍ରାର୍ଥନା କରୁଥାନ୍ତି, ନାମ ଜପୁଥାନ୍ତି। ରାତିରେ କୌଣସି ପ୍ରକାରେ ଗୋଟିଏ ଗଛକୁ ଆଶ୍ରୟ କରି ବିଶ୍ରାମ ନେଲେ। ସକାଳ ହେବାରୁ ଦକ୍ଷିଣର କାଞ୍ଚିନଗର ଉଦ୍ଦେଶ୍ୟରେ ଚାଲିଲେ। ଖାଇବା ପିଇବା ଶୋଇବା ଅଭାବରୁ ଶରୀର ଅବଶ ହୋଇଗଲା। ପ୍ରଭୁଙ୍କୁ ବିକଳରେ ପ୍ରାର୍ଥନା କରୁ କରୁ ଗୋଟିଏ ଗଛ ମୂଳେ ଅଚେତ ହୋଇ ପଡ଼ିଗଲେ। ଚେତା ଫେରିବାରୁ ରାମାନୁଜ ଅନୁଭବ କଲେ ଶରୀରରେ ପୂର୍ବ ଭଳି ଆଉ କ୍ଳାନ୍ତି ନାହିଁ। ଦେଖିଲେ ତାଙ୍କ ପାଖରେ ଏକ ବ୍ୟାଧ ଦମ୍ପତି ବସିଛନ୍ତି। ଜନବସତି ଠାରୁ ବହୁତ ଦୂରରେ ଏହି ଘଞ୍ଚ ଅରଣ୍ୟରେ ମନୁଷ୍ୟ କେମିତି ଆସିଲେ? ରାମାନୁଜଙ୍କୁ ବ୍ୟାଧ ପତ୍ନୀ ପଚାରିଲେ, ତୁମେ କିଏ? କାହିଁକି ଏକା ଏକା ଏ ଘଞ୍ଚ ଅରଣ୍ୟରେ ଘୂରି ବୁଲୁଛ? ରାମାନୁଜ କହିଲେ, ଈର୍ଷାପରାୟଣ ହୋଇ ମୋ ଗୁରୁ ମୋତେ ମାରିବାକୁ ଯୋଜନା କରିଥିବା ଜାଣିପାରି ଜୀବନ ରକ୍ଷା ପାଇଁ ମୁଁ ଦକ୍ଷିଣର କାଞ୍ଚିନଗର ଉଦ୍ଦେଶ୍ୟରେ ପ୍ରସ୍ଥାନ କରୁଛି। ତୁମେମାନେ ମୋତେ ଟିକିଏ ସାହାଯ୍ୟ କର, ଯେମିତି ମୁଁ ମୋର ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିବି। ବ୍ୟାଧ ଦମ୍ପତି କହିଲେ, ଭୟ କର ନାହିଁ, ଆମେ ମଧ୍ୟ କାଞ୍ଚିନଗରୀ ଯିବୁ। ସାମାନ୍ୟ ଫଳାହାର ପରେ ସମସ୍ତେ ଚାଲିଲେ। ସନ୍ଧ୍ୟା ହେବାରୁ ବିଶ୍ରାମ ନେଲେ। ସକାଳୁ ଉଠିଲେ, ପୁଣି ଚାଲିଲେ। ଦାକ୍ଷିଣାତ୍ୟର କାଞ୍ଚିନଗର ଅନେକ ଦୂର। ପରଦିନ ପ୍ରତ୍ୟୁଷରୁ ଉଠି ଜାଣିପାରିଲେ ଯେ ସେମାନେ କାଞ୍ଚିନଗରରେ ପହଞ୍ଚି ଯାଇଛନ୍ତି। କାହିଁ କେତେ ଦୂର ମଧ୍ୟ ଭାରତର ଘଞ୍ଚ ଜଙ୍ଗଲ ଓ କାହିଁ କାଞ୍ଚିନଗର। ମାତ୍ର ଗୋଟିଏ ଦିନର ଯାତ୍ରାରେ ଶହ ଶହ କିମି ଅତିକ୍ରମ କରିବା କେମିତି ସମ୍ଭବ ହେଲା? ଠିକ୍ ସେହି ସମୟରେ ବ୍ୟାଧ ଦମ୍ପତିକୁ ଦେଖି ନ ପାରି ସେ ଜାଣିଗଲେ ଯେ ଏହା କେବଳ ପ୍ରଭୁଙ୍କର ଚମତ୍କାର। ଆନନ୍ଦରେ ଅବାରିତ ଅଶ୍ରୁ ରାମାନୁଜଙ୍କ ଗଣ୍ଡ ଯୁଗଳକୁ ଧୋଇ ଦେଉଥିଲା। ବିଚାର କ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାର କ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।